আজি ବାଇବଲର ଗ୍ରେଟନେସ୍ ବିଷୟରେ କହିବାକୁ ଚାହେଁ। ପରମେଶ୍ୱରଙ୍କ ବାକ୍ୟ କେଉଁଠାରୁ ଆସିଛି, ବାଇବଲ କ'ଣ ଏବଂ ଆମେ ବାଇବଲ କାହିଁକି ପଢ଼ିବା ଉଚିତ, ବାଇବଲ ପଢ଼ିଲେ ମଣିଷ କେଉଁ ପ୍ରକାର ଲାଭ ପାଏ। ପୁରାତନ ସମୟରେ ଯେତେବେଳେ ଲୋକେ ଗୁରୁତ୍ୱପୂର୍ଣ୍ଣ କଥା ଲେଖି ରଖିବାକୁ ଚାହୁଁଥିଲେ, ସେମାନେ ପଥର ଉପରେ ଖୋଦନ କରୁଥିଲେ। ଏହି ପ୍ରକ୍ରିୟାଟି ବହୁତ କଠିନ ଓ ଟାଇମ୍ ଟେକିଂ ଥିଲା। ପରେ ଲୋକେ ପଶୁମାନଙ୍କ ଚର୍ମ ଉପରେ ଲେଖିବା ଆରମ୍ଭ କଲେ, ଯାହାକୁ ପାର୍ଚମେଣ୍ଟ ବୋଲି କୁହାଯାଉଥିଲା। କିଛି ବର୍ଷ ପରେ ଲୋକେ ପାଇପରସ୍ ଉପରେ ଲେଖିବା ଆରମ୍ଭ କଲେ। ପାଇପରସ୍ ଗଛକୁ କ୍ରାସ୍ କରି ଶୁଖାଇ ଲେଖିବା ପାଇଁ ଉପଯୋଗୀ ତଳ ସୃଷ୍ଟି କରାଯାଉଥିଲା। ଏହା ଦେଖିବାକୁ ଏକ ବୋର୍ଡ କିମ୍ବା କାଗଜ ଭଳି ଥିଲା। ବାଇବଲର ଅନେକ ଅଂଶ ପ୍ରଥମେ ଏହି ପାଇପରସ୍ ଉପରେ ଲେଖାଯାଇଥିଲା। କାହାକୁ ବାଇବଲର ଆବଶ୍ୟକ ହେଲେ ସେମାନଙ୍କୁ ହାତେ ହାତେ ପୁନର୍ବାର ଲେଖିବାକୁ ପଡୁଥିଲା। ଲୋକମାନେ ବହୁତ ସାବଧାନ ଏବଂ ଶ୍ରଦ୍ଧା ସହିତ ଶାସ୍ତ୍ରକୁ ହାତେ କପି କରୁଥିଲେ। କାହାକୁ ବାଇବଲ ଆବଶ୍ୟକ ହେଲେ ସେମାନେ ଚର୍ମ କିମ୍ବା ପାଇପରସ୍ କାଗଜରେ ଲେଖି ଦେଉଥିଲେ। ଆଜ୍ ଟାଇମ୍ ପାସ୍ଡ ଏହି ଶାସ୍ତ୍ର ଗୁଡ଼ିକୁ ଧୀରେ ଧୀରେ ପ୍ରଚଳନରେ ସାର୍କୁଲେସନରେ ଆସିଲା। ସିନାଗୋଗ, ଚର୍ଚ୍ଚ ଓ ଉପାସନ ସ୍ଥାନ ଗୁଡ଼ିକରେ ଅନେକ ଲୋକ ବାଇବଲ ପଢୁଥିଲେ। ଅନେକ ସମୟରେ ଗୋଟିଏ ଶାସ୍ତ୍ର ଗ୍ରନ୍ଥକୁ ଅନେକ ଲୋକ ମିଶିକରି ବ୍ୟବହାର କରୁଥିଲେ। ଜୋହାନ୍ସ ଗୁଟେନବର୍ଗ ପରମେଶ୍ୱରଙ୍କ ବାକ୍ୟ ସମସ୍ତେ ଜାଣିପାରନ୍ତୁ ବୋଲି ସେ ବାଇବଲକୁ ସମସ୍ତଙ୍କ ହାତକୁ ପହଞ୍ଚାଇବାକୁ ଚାହିଁଲେ। ବାଇବଲ କେବଳ କିଛି ଲୋକଙ୍କ ପାଖରେ ଥିବା ଗୋଟିଏ ସମସ୍ୟା ହେଉଛି ସେମାନେ ଯାହା କହୁଥିଲେ ସମସ୍ତେ ସେହିଟିକୁ ସତ୍ୟ ଭାବୁଥିଲେ। ସେହି କଥା ସତ୍ୟ କି ନୁହେଁ ଜାଣିବାକୁ ବାଇବଲ ସମସ୍ତଙ୍କ ହାତରେ ଥିବା ଆବଶ୍ୟକ ଥିଲା। ଏହି ଦୃଷ୍ଟିକୋଣ ସହିତ ଗୁଟେନବର୍ଗ ତାଙ୍କର ସମସ୍ତ ଜ୍ଞାନ ଓ ସ୍କିଲ୍ ବ୍ୟବହାର କଲେ। ସେ ପ୍ରିଣ୍ଟିଂ ପ୍ରୋସେସକୁ ଗଭୀର ଭାବେ ଅଧ୍ୟୟନ କରି ବହୁତ ରିସର୍ଚ୍ଚ କଲେ ଓ ସେ ପ୍ରିଣ୍ଟିଂ ମେସିନ୍ ଇନଭେନ୍ସନ୍ କଲେ। ପ୍ରିଣ୍ଟିଂ ମେସିନ୍ ଇନଭେନ୍ସନ୍ କରିବା ପରେ ବାଇବଲ ପ୍ରିଣ୍ଟ କରିବା ପାଇଁ ସେ ଅନେକ କଷ୍ଟ ଓ ସମସ୍ୟା ସହିଲେ, କିନ୍ତୁ ହାର ମାନିଲେ ନାହିଁ। ଫାଇନାଲି 1456 ମସିହା ଅଗଷ୍ଟ 24 ତାରିଖରେ ପ୍ରଥମ ବାଇବଲ ପ୍ରିଣ୍ଟିଂ ପୂର୍ଣ୍ଣ ହେଲା। ମୁଁ ଗର୍ବ ସହିତ କହୁଛି ଯେ ମାନବ ଇତିହାସରେ ପ୍ରଥମ ପ୍ରିଣ୍ଟ ହୋଇଥିବା ବୁକ୍ ହେଉଛି ବାଇବଲ। ଯେଉଁ ବୁକ୍ସ ଆମେ ମାନେ ଦେଖୁଅଛୁ, ଯେଉଁ ନ୍ୟୁଜ୍ ପେପର ଆମେ ମାନେ ପଢୁଅଛୁ, ସେ ବୁକ୍ସ ପ୍ରିଣ୍ଟ ହେବା ପୂର୍ବରୁ, ସେ ନ୍ୟୁଜ୍ ପେପର ପ୍ରିଣ୍ଟ ହେବା ପୂର୍ବରୁ ହିଁ ବାଇବଲ ପ୍ରିଣ୍ଟ ହୋଇଥିଲା। ସତ୍ୟ କଥା ହେଉଛି ବାଇବଲ ପ୍ରିଣ୍ଟ କରିବା ଇଚ୍ଛାରୁ ହିଁ ପ୍ରିଣ୍ଟିଂ ମେସିନ୍ ଇନଭେନ୍ସନ୍ ହୋଇଥିଲା। ସୋ ଆମେ ବାଇବଲକୁ ସମ୍ମାନ କରିବା, ପଢିବା ଏବଂ ମୂଲ୍ୟବାନ ଭାବେ ଧରି ରଖିବା ଉଚିତ। ବାଇବଲ ମନୁଷ୍ୟର ଭାବନାରେ ଦ୍ୱାରା ଲେଖା ହୋଇଥିବା ପୁସ୍ତକ ନୁହେଁ, ଏହା ପବିତ୍ର ଆତ୍ମାଙ୍କ ଦ୍ୱାରା ପ୍ରେରିତ ପରମେଶ୍ୱରଙ୍କର ବାକ୍ୟ ଅଟେ। ଦ୍ୱିତୀୟ ତିମୋଥୀ 3:16 ପଦରେ ଲେଖାଯାଇଅଛି, ସମସ୍ତ ଶାସ୍ତ୍ର ଇନ୍ସପିରେସନ୍ ଅଫ୍ ଗଡ୍। ଗ୍ରୀକ୍ ଭାଷାରେ ଇନ୍ସପିରେସନ୍ ଅଫ୍ ଗଡ୍ ପାଇଁ ଥିଓଫନେଉଟସ୍ ନାମକ ଶବ୍ଦ ୟୁଜ୍ କରାଯାଇଛି। ଥିଓର ଅର୍ଥ ହେଉଛି ପରମେଶ୍ୱର ଏବଂ ଫନେଉଟସ୍ର ଅର୍ଥ ହେଉଛି ଶ୍ୱାସ ଦେବା କିମ୍ବା ଫୁଙ୍କିବା। ଏହାର ଅର୍ଥ ବାକ୍ୟ ହେଉଛି ପରମେଶ୍ୱରଙ୍କ ଶ୍ୱାସରୁ ଆସିଅଛି। ସେହି କାରଣରୁ ପରମେଶ୍ୱରଙ୍କ ବାକ୍ୟ ଆମ ପର୍ଯ୍ୟନ୍ତ ପହଞ୍ଚିଛି। ଏହା ଶିକ୍ଷା ଦିଏ କ'ଣ ଠିକ୍ କ'ଣ ଭୁଲ। ଆମେ ଭୁଲ କଲେ ଏହା ଆମକୁ ସଠିକ୍ କରେ ଏବଂ ନୀତିମୟ ଜୀବନ ପାଇଁ ଆମକୁ ଟ୍ରେନ୍ କରେ। ଆମେ ବୁଝିପାରୁ ଯେ ବାଇବଲ ମଣିଷର ଜୀବନ ସହିତ ସମ୍ପର୍କିତ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡ଼ିକୁ ଆଲୋଚନା କରେ। ବାଇବଲ ମଣିଷର ମୂଳ ଉତ୍ସ ବିଷୟରେ କହେ, ମଣିଷ କେଉଁଠାରୁ ଆସିଛି ଏବଂ ଏହା ମଣିଷର ଉଦ୍ଦେଶ୍ୟ ଏବଂ ମାନବ ଜୀବନର ପର୍ପସ୍ କ'ଣ ସେଥିରୁ ସ୍ପଷ୍ଟ ଭାବରେ ଶିଖାଏ। ବାଇବଲ ମୋରାଲିଟି, ଭ୍ୟାଲ୍ୟୁଜ୍ ଅର୍ଥାତ୍ ଧାର୍ମିକ ଏବଂ ନ୍ୟାୟସଙ୍ଗତ ଜୀବନ ବିଷୟରେ କଥା କହେ। ଏହାପରେ ବାଇବଲ ଇଟର୍ନାଲ ଲାଇଫ୍ ବିଷୟରେ ମଧ୍ୟ କହେ। ଏହି ପୃଥିବୀରେ ଏମିତି କୌଣସି ବିଷୟ ନାହିଁ ଯାହା ବାଇବଲ ଉଲ୍ଲେଖ କରେ ନାହିଁ। ମଣିଷର ଜୀବନ ପାଇଁ ଆବଶ୍ୟକ ଏବଂ ଶ୍ରେଷ୍ଠ ସମସ୍ତ ବିଷୟ ବାଇବଲରେ ଉଲ୍ଲେଖିତ ଅଛି। ଏହାରୁ ଆମେ ସ୍ପଷ୍ଟ ଭାବେ ବୁଝିପାରୁ ବାଇବଲ ମନୁଷ୍ୟର ପୁସ୍ତକ ନୁହେଁ, ବରଂ ପରମେଶ୍ୱରଙ୍କର ପ୍ରେରିତ ବାକ୍ୟ। It is the inspiration of God.